ରାସନ କାର୍ଡରେ ଇ କେୱାଇସି କରିନଥିଲେ ମିଳିଲା ଆଉ ଏକ ସୁଯୋଗ। ହାତଛଡ଼ା କଲେ ରାସନ କାର୍ଡରୁ ବାଦ୍ ପଡ଼ିବେ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ବଢ଼ିଲା ଇ କେୱାଇସି ଅବଧି। ଏଯାଏଁ ସବୁ ହିତାଧିକାରୀ ଇ କେୱାଇସି ଅପଡେଟ୍ କରିନଥିବାରୁ ସରକାର ପୁଣି ଥରେ ଏହି ଅବଧିକୁ ବଢ଼ାଇ ଦେଇଛନ୍ତି। ଜାନୁଆରୀ 31 ତାରିଖ ମଧ୍ୟରେ ଏହି କାମ କରିବାକୁ କୁହାଯାଇଛି। ଆପଣ ଏଯାଏଁ ଇ କେୱାଇସି ଅପଡେଟ୍ କରିନାହାନ୍ତି କି ନିଜ ରାସନରେ? ତେବେ ତୁରନ୍ତ କରନ୍ତୁ। ସରକାର ଦେଇଛନ୍ତି ଶେଷ ସୁଯୋଗ। ଏଯାଏଁ ରାଜ୍ୟରେ ଆହୁରି 48 ଲକ୍ଷ ହିତାଧିକାରୀ ଏହି ଅପଡେଟ୍ କରିନାହାନ୍ତି। ତେଣୁ ଯୋଗାଣ ବିଭାଗର ବୈଠକରେ ଅବଧି ମିଆଦ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ସବୁ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ସୂଚିତ କରାଯାଇଛି। ଏନେଇ ଯୋଗାଣ ଅଧିକାରୀଙ୍କୁ ରାଜ୍ୟ ଯୋଗାଣ ବିଭାଗର ଅତିରିକ୍ତ ସଚିବ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି କି ଆସନ୍ତା 31 ତାରିଖ ଯାଏଁ ଲୋକଙ୍କ ଇ କେୱାଇସିକୁ ଅପଡେଟ୍ କରାଯାଉ। ଏଥିସହ ଏହି ଅତିରିକ୍ତ ତାରିଖ ବଢ଼ାଇବାକୁ ନେଇ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ମଧ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ସ୍ତରରେ ପ୍ରଚାର କରି ପ୍ରତି ବାକି ପଡ଼ିଥିବା ହିତାଧିକାରୀଙ୍କ ନିକଟରେ ଏହି ସୂଚନା ଦେବାକୁ କୁହାଯାଇଛି। ଏଥିସହ www.foododisha.in ପୋର୍ଟାଲରେ ଏନେଇ ଅପଡେଟ୍ ଦେଖିହେବ ବୋଲି କୁହାଯାଇଛି। ଏହି ସୂଚନା ପୋର୍ଟାଲ ଟ୍ରାନ୍ସପେରେନ୍ସି ପେଜରେ ଉପଲବ୍ଧ ହେବ। ଯିଏ ଚାହିଁବେ ତାର ସୂଚନା ପାଇପାରିବେ। ଏଥିସହ ମୋବାଇଲ ଓ ଆଧାର ନମ୍ବର ଦେଇ ଷ୍ଟାଟସ୍ ଜାଣିହେବ ବୋଲି ସୂଚନା ଦିଆଯାଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।